ଆରପାରିରେ ଘରର ରୋଜଗାରିଆ ପୁଅ। ଘରର ସାନ ପୁଅ ହୋଇଥିଲେ ବି ସେ ପରିବାରର ବୋଝ ନଥିଲେ, ବରଂ ଛୋଟବେଳୁ ପରିବାରର ବୋଝ ମୁଣ୍ଡେଇ ନେଇଥିଲେ। ଗରିବ ବାପାଙ୍କ ବୋଝକୁ ହାଲକା କରିବାକୁ ଦାଦନ ସାଜିଥିଲେ ଘରର ସାନ ପୁଅ। ହେଲେ ପରିବାରର ବୋଝ ମୁଣ୍ଡଉ ଶେଷରେ ଶବ ପାଲଟି ଗଲେ ଘରର ଅଳିଅଳ ପୁଅ। ଏବେ ଅଳିଅଳ ପୁଅକୁ ଝୁରି ଝୁରି ଆଖିରୁ ଲୁହ ଝରୁଛନ୍ତି ପରିବାର ଓ ଆତ୍ମୀୟ ସ୍ୱଜନ। ଏଭଳି ଏକ ଦୁଃଖର ପାହାଡ଼ ପଡ଼ିଛି ବିରମହାରାଜପୁର ଥାନା ହିଲୁଙ୍ଗାର ହୀରାମଣି ମେଣ୍ଡିଲିଙ୍କ ମୁଣ୍ଡରେ। କାରଣ ହୀରାମଣିଙ୍କ 22 ବର୍ଷୀୟ ସାନ ପୁଅ ବୁଦ୍ଧଦେବ ଦାଦନ ଖଟିବାକୁ ଯାଇ ମହାରାଷ୍ଟ୍ରର ପୁନେରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ହୀରାମଣିଙ୍କ 2 ଝିଅ ଓ 2 ପୁଅ। ସାନ ପୁଅ ବୁଦ୍ଧଦେବ ଗତ 3 ବର୍ଷ ହେଲା ପୁନେରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଗତ 1 ତାରିଖରେ ସେଠାରେ କାମ କରୁଥିବା ସମୟରେ ଛାତରୁ ପଡ଼ି ଯାଇଥିଲେ ବୁଦ୍ଧଦେବ। ଗୁରୁତର ବୁଦ୍ଧଦେବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଖବର ପାଇ ବଡ଼ ଭାଇ ଲକ୍ଷ୍ମଣ ଏବଂ ଗାଁର ଅନ୍ୟ 2 ଯୁବକ ଆଜି ପୁନେରେ ପହଞ୍ଚିବା ପରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇଛି। ତେବେ ଗରିବ ପରିବାରର ପୁଅର ଶବକୁ ଘରକୁ ଆଣିବାକୁ ସମର୍ଥ ନୁହନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ସହଯୋଗରେ ଶବକୁ ଘରକୁ ଆଣିବାକୁ ପ୍ରଶାସନକୁ ଲିଖିତ ଭାବେ ଅନୁରୋଧ କରିଛନ୍ତି ଅସହାୟ ବାପା ହୀରାମଣି। ଗାଁର ସୁନାପୁଅ ବୁଦ୍ଧଦେବର ଏଭଳି ଦୁଃଖଦ ମୃତ୍ୟୁ ପରେ କାନ୍ଦୁଛି ପରିବାର, କାନ୍ଦୁଛି ହିଲୁଙ୍ଗା।